ଦେଖନ୍ତୁ ସାଙ୍ଗମାନେ ଆମର ବୋଉ ପୁରା ତାଙ୍କର ସକାଳୁ ଲାଗି ଯାଇଛନ୍ତି ତାଙ୍କ କାମରେ। ଦେଖନ୍ତୁ ଗୋଟେ ହାଣ୍ଡିରେ ମେଞ୍ଚା କଙ୍କଡ଼ା ଅଛି, ତାଙ୍କୁ କେମିତି ଆଣିକି ପୋଡ଼ୁଛନ୍ତି। ଦେଖନ୍ତୁ ବିଚାରା କଙ୍କଡ଼ା ଭାବୁଥିବେ ଆମର ଆଜି ଶନି ଦଶା ପଡ଼ିଯାଇଛି। ଦେଖନ୍ତୁ କଙ୍କଡ଼ା ମାନେ ବି କେମିତି ପଳେଇ ଯାଉଛନ୍ତି। ପଳେଇଲେ ତାଙ୍କୁ କିଏ ଛାଡ଼ୁଛି। ଆମ ବୋଉ ତାଙ୍କର ଗୋଟା ଗୋଟା ଗୁଣ୍ଡା ଧିରେ ପକେଇକି ତାକୁ ଭଲ ଭାବରେ ଏପଟ ସେପଟ କରି ପୋଡ଼ି ପକଉଛନ୍ତି। ହାଣ୍ଡିରେ ବି ଦେଖନ୍ତୁ ସାଙ୍ଗମାନେ କେତେ ସାରା କଙ୍କଡ଼ା ବି ଅଛି। ଗୋଟେ ବିଚାରା ଗୋଟେ କଙ୍କଡ଼ା ଦେଖୁନାହାନ୍ତି କେମିତି ପଳଉଛି। ବାବା ପଳେଇଲେ ତତେ କିଏ ବା ଛାଡ଼ିବ। ବୋଉ ତାଙ୍କୁ ମାଡ଼ି ବସି ଧରିକି ଆଣିକି ପକେଇଦେଲି ନିଆଁରେ। ଦେଖନ୍ତୁ ବୋଉ ତାପରେ ସେପଟେ କଙ୍କଡ଼ା ପୋଡ଼ାପୋଡ଼ି କରିସାରିଲା ପରେ ଆସିଗଲେ ଏଠି କଙ୍କଡ଼ା ଛେଚିବା ପାଇଁ। ଦେଖନ୍ତୁ ପ୍ରଥମେ ବୋଉ ରସୁଣ ନେଇଗଲେ, ତାପରେ ନେଇଗଲେ ବଢ଼ି, ତାପରେ କଞ୍ଚା ଲଙ୍କା, ଲୁଣ, ତାକୁ ଭଲ ଭାବରେ ଛେଚିଦେବେ। ଭଲ ଭାବରେ ଛେଚିଦେବେ, ଗୁଣ୍ଡ କରିକି ବୋଉ ସବୁ ଭଲ ଭାବରେ ଛେଚିଦେବେ। ଛେଚି ସାରିଲା ପରେ ଆମର ବୋଉ ଏପଟେ କଙ୍କଡ଼ା ପୋଡ଼ିକି ଯେଉଁ ରଖିଛନ୍ତି ତାପରେ ତା ଦେହରେ ପକେଇଦେବେ। ପକେଇକି କଙ୍କଡ଼ାକୁ ଭଲ ଭାବରେ କୁଟିଦେବେ। କୁଟି ସାରିଲା ପରେ ଏଠି ପଖାଳ ଖାଇବା ପାଇଁ ସାର ବସି ଯାଇଛନ୍ତି। ଦେଖନ୍ତୁ ପଖାଳ ଖାଇବାରେ ତାଙ୍କର ଗୋଟେ ବୋଉ କୁଟି ସିନା ରେଡ଼ି ହେଇଗଲା। ଆମର କଣ କଲେ କଙ୍କଡ଼ା ବଢ଼ି ଛେଚା, ତାପରେ ସାର ବସିଯାଇଛନ୍ତି ପଖାଳ ଖାଇବା ପାଇଁ। ପଖାଳ ଭାତ, ଆଳୁ ଭଜା, ଆଉ କରାଣ୍ଡି ମାଛ ବେସର, ଆଉ କଙ୍କଡ଼ା ବଢ଼ି ଛେଚା। ଓଃ ପଖାଳ ବାଡ଼େଇ ଦେଇ ଯାଉଛନ୍ତି ଦେଖୁନାହାନ୍ତି ଆମ ସାରେ। ଦେଖନ୍ତୁ ସାର୍ କି ମଜା।